ନିଜ ପକେଟରେ ଏହି ଜିନିଷ ରଖିଦିଅନ୍ତୁ। ସେ ନାରୀ 5 ମିନିଟରେ ତୁମ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବାକୁ ଦେବ। ହଁ ଦର୍ଶକ ବନ୍ଧୁ, ଯଦି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର କାମରେ ଆସିବ। କେବଳ ଆପଣଙ୍କୁ ନିଜ ପକେଟରେ ଏହି ଜିନିଷ ରଖିବାର ଅଛି। କେବଳ 5 ମିନିଟରେ ସେ ଝିଅ ହେଉ ବା ପଡ଼ିଶା ଘର ଭାଉଜ ଆପଣଙ୍କର ବଶରେ ହେଇଯିବ। ଯାହା କହିବେ ତାହା କରିବାକୁ ଦେବ। କୌଣସି ପ୍ରକାର ବାଧା ଦେବ ନାହିଁ। ଏହି ବଶୀକରଣକୁ ପ୍ରୟୋଗ କରି ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ନିଜ ପସନ୍ଦର ଝିଅକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିଛନ୍ତି। ତେଣୁ ଆପଣ ବି ମୋ କଥା ମାନି ମାତ୍ର ଥରେ ନିଜ ପକେଟରେ ଏହାକୁ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି, ଯେଉଁ ଝିଅ ଆପଣଙ୍କୁ ଭାଉ ଦେଉନଥିଲା, ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ପଡ଼ିଶା ଘର ଭାଉଜର ସୁନ୍ଦରତାକୁ ଦେଖି ଆପଣ ତାକୁ ମନେ ମନେ ଭାବୁଛନ୍ତି, ସିଏ ନିଜେ ଆପଣଙ୍କୁ ଫୋନ୍ କରି ଘରକୁ ଡାକିବ ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖାଇବି ଆପଣ କିପରି ଝିଅ ପଟେଇ ପାରିବେ, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ନିଜ ବଶରେ କରିପାରିବେ, ତା'ଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିବେ। ଏହି ବଶୀକରଣ ଦୁନିଆର ସବୁଠାରୁ ମହାଶକ୍ତିଶାଳୀ ବଶୀକରଣ। ଯିଏ ବି ଏହାକୁ କରିଛି 100ରୁ 100% ସଫଳ ହୋଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିଛି। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ତା'ଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିଛି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣ ମନ୍ତ୍ରକୁ ପ୍ରୟୋଗ କରିବେନି। କାହିଁକିନା ଏହି ବଶୀକରଣର କୌଣସି ପ୍ରକାର କାଟ ନାହିଁ। ମାତ୍ର ଥରେ ଯେଉଁ ଝିଅ ବା ବିବାହିତା ମହିଳା ଉପରେ ଏହି ବଶୀକରଣକୁ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କର ବଶରେ ହେଇଯିବ। ପାଗେଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିପାରିବନି। କେବଳ ଆପଣଙ୍କୁ ନିଜ ପକେଟରେ ଏହାକୁ ରଖିବାର ଅଛି। ତାପରେ ଦେଖିବେ ଚମତ୍କାର। ହଁ ଦର୍ଶକ ବନ୍ଧୁ, କେତେଥର ଏମିତି ହେଇଥାଏ କି ଆପଣ ଯେଉଁ ଝିଅକୁ ଭଲ ପାଉଛନ୍ତି, ହେଲେ ସିଏ ଆପଣଙ୍କୁ ଭଲ ପାଏନି, ଅନ୍ୟ କାହାକୁ ଭଲ ପାଏ, ଆଉ ଆପଣ ତା ପଛରେ ଗୋଡ଼େଇ ନିଜର ସବୁ ସମୟ ସାରିଦିଅନ୍ତି, କିନ୍ତୁ ସେ ଝିଅକୁ ପଟେଇ ପାରିନାହାନ୍ତି। ତେଣୁ ଯଦି ଆପଣ ବି ଏହିପରି ପରିସ୍ଥିତିରେ ପଡ଼ିଛନ୍ତି, ଯେତେ ଚେଷ୍ଟା କଲେ ମଧ୍ୟ ସେ ଝିଅକୁ ପଟେଇ ପାରୁନାହାନ୍ତି, ତେବେ ମାତ୍ର ଥରେ ମୋ କଥା ମାନି ନିଜ ପକେଟରେ ଏହାକୁ ରଖନ୍ତୁ। ଗ୍ୟାରେଣ୍ଟି ଦେଉଛି, ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ଛାଡ଼ି ରହିପାରିବନି। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ତାକୁ ପଟେଇ ତା'ଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିବେ। ତେବେ ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖାଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖାଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳାଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ଆଉ ପରେ ଆପଣ କହିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ବଶୀକରଣ ବିଧି ଜାଣିବା ପୂର୍ବରୁ ଗୋଟିଏ ଛୋଟିଆ କଥା ଜାଣି ରଖନ୍ତୁ। ବଶୀକରଣ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ
ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେଉଁ ଝିଅ ବା ବିବାହିତା ମହିଳାକୁ ପଠାଇବାକୁ ଚାହୁଁଛନ୍ତି ତାକୁ ଅତି ସହଜରେ ପଠାଇ ପାରିବେ। ତାକୁ ନିଜ ପ୍ରେମରେ ଦିବାନୀ କରି ତାଠାରୁ କିଛି ବି କାମ ହାସଲ କରିପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ସୂର୍ଯ୍ୟାସ୍ତ ପରେ ରାତି ସମୟରେ କରିବେ। ଠିକ୍ ଅଛି? ତେବେ ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କିଛି ସାମଗ୍ରୀ ଦରକାର, ଯେମିତିକି ଖଣ୍ଡିଏ କଳା କପଡ଼ା, 5ଟି କଳା ଗୋଲମରିଚ, ଖଣ୍ଡେ ସାଧା କାଗଜ ଆଉ କଳା ରଙ୍ଗର କଲମ। ଏତିକି ଜିନିଷ ଆଣିସାରିବା ପରେ ଆପଣ କ'ଣ କରିବେ, ନିଜ ଘରେ କୌଣସି ଏକ ଜାଗାରେ ବସି ପଡ଼ିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ପ୍ରଥମେ ଆପଣ କ'ଣ କରିବେ, ଯେଉଁ କଳା କପଡ଼ା ଆଣିଛନ୍ତି ସେହି କଳା କପଡ଼ାକୁ ନିଜ ସାମ୍ନାରେ ରଖିବେ। ତାପରେ ଯେଉଁ 5ଟି ଗୋଲମରିଚ ଆଣିଛନ୍ତି ସେ 5ଟି କଳା ମରିଚକୁ ଡାହାଣ ହାତରେ ମୁଠେଇକି ଧରିବେ ଆଉ ଆଖି ବନ୍ଦ କରିକି ସେହି ଝିଅ ବା ମହିଳାକୁ ମନେ ମନେ ଭାବିବେ। ତା'ର ମୁହଁକୁ ନିଜ ମନରେ ଭାବିବେ। ତାପରେ 5 ଥର ସେହି ଝିଅ ବା ମହିଳାର ନାମ କହିବେ। ତାପରେ ମୁଠା ଖୋଲିବେ ଆଉ ସେ ମରିଚରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ 5ଟି ମରିଚକୁ କଳା କପଡ଼ା ଉପରେ ରଖିଦେବେ। ତାପରେ ଯେଉଁ କାଗଜ ଆଣିଛନ୍ତି ସେହି କାଗଜରେ ଆପଣ କଳା କଲମର ସାହାଯ୍ୟରେ ଗୋଟିଏ ମନ୍ତ୍ର ଲେଖିବେ। ମନ୍ତ୍ରଟି ଏହିପରି: ଓମ୍ କାମ ଇଚ୍ଛାମୟୀ ଆମୁକମ୍ ସର୍ବମୋହି କରତି କରତି। ଆମୁକମ୍ ଜାଗାରେ ଆପଣ ସେହି ଝିଅ ବା ମହିଳାର ନାମ ଲେଖିବେ, ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ମନ୍ତ୍ର ଲେଖିସାରିବା ପରେ ସେ କାଗଜକୁ ଭଲ ଭାବରେ ମୋଡ଼ିକି ସେ କଳା କପଡ଼ା ଉପରେ ରଖିଦେବେ। ଏତିକି କରିସାରିବା ପରେ ଆପଣ କ'ଣ କରିବେ, ସେ କଳା କପଡ଼ାକୁ 3ଟି ଗଣ୍ଠି ପକାଇକି ବାନ୍ଧିଦେବେ। ସେ ଯେଉଁ ପୁଟୁଳିଟି ହେଇଯିବ ସେହି ପୁଟୁଳିକୁ ଆପଣ 3 ଘଣ୍ଟା ପାଇଁ ନିଜ ପାଖରେ ରଖିବେ, ନିଜ ପକେଟରେ ରଖିଦେବେ। 3 ଘଣ୍ଟା ପରେ ଆପଣ କ'ଣ କରିବେ, ସେ ପୁଟୁଳିକୁ ନେଇକି କୌଣସି ଏକ ବରଗଛ କିମ୍ବା ଓସ୍ତ ଗଛ ମୂଳରେ ରଖିଦେଇ ଚୁପଚାପ ଘରକୁ ଫେରିଆସିବେ। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି, ଏପଟେ ଆପଣ ଏହି ବିଧିକୁ କରିବା ମାତ୍ରେ ସେପଟେ ସେ ଝିଅ ହେଉ ବା ପଡ଼ିଶା ଘର ସୁନ୍ଦରୀ ଭାଉଜ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।